Hi everyone, welcome to my new horror video channel story start କରିଯିବା ପ୍ରେତାତ୍ମାର ଝଡ଼ି ବର୍ଷା ରାତିରେ ପ୍ରେତାତ୍ମାର କାନ୍ଦ ଶୁଭୁଥିଲା ଗୋଟେ ଷ୍ଟୋରି ଚାଲନ୍ତୁ ଶୁଣିବା। ଏଠି ଆମକୁ ଆମର ଜଣେ ସବସ୍କ୍ରାଇବର ଅଶୋକ ମହାନ୍ତି କନ୍ଧମାଳରୁ ପଠାଇଛନ୍ତି। ଅଶୋକ ମହାନ୍ତି କହିଛନ୍ତି କି ଏହା ତାଙ୍କର ନିଜ ଅନୁଭୂତିର ଘଟଣା, ଯାହାକୁ ସେ ନିଜେ ଅନୁଭବ କରିଛନ୍ତି। ସେଦିନ ରାତି ପ୍ରାୟ 2ଟା ହେବ। ବାହାରେ ଝଡ଼ି ବର୍ଷା ଲାଗି ରହିଥିଲା। ସେତେବେଳେ ଅଶୋକ ବାବୁ ଏବଂ ତାଙ୍କ ସ୍ତ୍ରୀ କାବେରୀ ଆରାମରେ ଶୋଇଥିଲେ, କିନ୍ତୁ ବାହାରେ କୌଣସି ଏକ ମହିଳାର କାନ୍ଦ ସ୍ୱରରେ ଦୁହିଁଙ୍କ ନିଦ ଭାଙ୍ଗି ଯାଇଥିଲା। ଅଶୋକ ବାବୁ ଝରକା ପାଖକୁ ଯାଇ ଶୁଣିବା ପାଇଁ ଚେଷ୍ଟା କରିଥିଲେ କି ସେହି କାନ୍ଦିବା ସ୍ୱର କେଉଁଠାରୁ ଆସୁଛି, କିନ୍ତୁ ବାହାରେ ଝଡ଼ି ବର୍ଷା, ବିଜୁଳି ଏବଂ ଠପ୍ ଠପ୍ ପାଣିର ଶବ୍ଦରେ କାନ୍ଦିବା ସ୍ୱରଟି ଅସ୍ପଷ୍ଟ ଶୁଭୁଥିଲା। ଅଶୋକ ବାବୁ ଏବଂ କାବେରୀ ବୁଝିପାରିନଥିଲେ କି ଏତେ ରାତିରେ ଜଣେ ମହିଳା କାନ୍ଦି କାନ୍ଦି କୁଆଡ଼େ ଗଲା। କିଛି ସମୟ ଭାରି ଅସ୍ୱାଭାବିକ ଲାଗୁଥିଲା ଅଶୋକ ବାବୁ ଏବଂ କାବେରୀକୁ। ସେଦିନ ଝଡ଼ି ବର୍ଷା ବି ଥମିବାର ନାଁ ନେଉନଥିଲା। ବାହାରେ ଚାରିଆଡ଼େ ଅନ୍ଧକାର ଥିଲା। ଅଶୋକ ବାବୁ ଝରକା ବନ୍ଦ କରି ନିଜ ବେଡ୍ ଉପରକୁ ଆସିଯାଇଥିଲେ ଏବଂ କାବେରୀ ସହ ଏହି ବିଷୟରେ କଥାବାର୍ତ୍ତା ହେବାକୁ ଲାଗିଲେ। ସ୍ୱାମୀ ସ୍ତ୍ରୀ 2 ଜଣ ଅନୁମାନ କରିଥିଲେ କି ବୋଧେ ହୁଏ ଗାଁରେ କାହାର କିଛି ଅସୁବିଧା ହୋଇଛି, ନହେଲେ ଏତେ ରାତିରେ ଝଡ଼ି ବର୍ଷାରେ କାହିଁକି ମହିଳା ଜଣଙ୍କ ଗାଁ ଦାଣ୍ଡରେ କାନ୍ଦି କାନ୍ଦି ଯାଆନ୍ତା। ବହୁ ସମୟ ଯାଏଁ ନିଦ ହୋଇନଥିଲା ଦୁହିଁଙ୍କୁ। ସକାଳୁ ସକାଳୁ କାବେରୀ ଅଶୋକ ବାବୁଙ୍କୁ ଉଠାଇଥିଲେ ଏବଂ କହିଥିଲେ କି ତାଙ୍କ ସାହିର ଦୟା ମଉସାଙ୍କ ଘର ସାମ୍ନାରେ ଲୋକମାନେ ଜମା ହୋଇଛନ୍ତି ଏବଂ କାଲି ରାତିର ସେହି କାନ୍ଦୁଥିବା ମହିଳାଙ୍କ ବିଷୟରେ କଥା ହେଉଛନ୍ତି। ଅଶୋକ ବାବୁ ସେଠାକୁ ଯାଇ ବୁଝିଲା ବେଳକୁ ଜାଣିବାକୁ ପାଇଥିଲେ କି କାଲି ରାତିରେ ସେହି କାନ୍ଦିବା ସ୍ୱର ଗାଁର ଅନେକ ଲୋକ ମଧ୍ୟ ଶୁଣିଛନ୍ତି। କିନ୍ତୁ ଗଲା ରାତିରେ ଦୟା ମଉସାଙ୍କ ଘରେ ଯାହା ଘଟିଥିଲା ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଥିଲେ। ଗଲା ରାତିରେ ଦୟା ମଉସାଙ୍କ ଘରେ ଘଟିଥିଲା କିଛି ଅଦ୍ଭୁତ ଘଟଣା। ଦୟା ମଉସା କହିଲେ କି ଗଲା ରାତିରେ ସେମାନେ ସମସ୍ତେ ଆରାମରେ ଶୋଇଥିଲେ। ପାଖାପାଖି ଅଧା ରାତି ବେଳକୁ ତାଙ୍କର ଘରର ଦାଣ୍ଡପଟ କବାଟ ଠକ୍ ଠକ୍ ହୋଇଥିଲା। ମଉସା ଆସି କବାଟ ଖୋଲିଥିଲେ, କିନ୍ତୁ ସେଠି କାହାକୁ ବି ପାଇନଥିଲେ। ବରଂ ସେ ଦେଖିଥିଲେ କି ଘରର ସାମ୍ନାରେ ବହୁତ ଗୁଡ଼ିଏ କୁକୁର ଆସି ଭୁକୁଛନ୍ତି। ଦୟା ମଉସା ଟର୍ଚ୍ଚ ମାରି ଏପଟ ସେପଟ ଦେଖିଥିଲେ, କିନ୍ତୁ ସେଠି କେହି ବି ନଥିଲେ। ମଉସା କବାଟ ବନ୍ଦ କରି ଘରକୁ ଆସି ଯାଇଥିଲେ। କିଛି ସମୟ ଯାଇଛି କି ନାହିଁ ପୁଣି କବାଟ ଠକ୍ ଠକ୍ ହୋଇଥିଲା, କିନ୍ତୁ ଏଥର ଶବ୍ଦ ଆସୁଥିଲା ବାରିପଟ କବାଟରୁ। ମଉସା ପୁଣି ଯାଇ କବାଟ ଖୋଲିଥିଲେ ଏବଂ ସେଠାରେ କାହାକୁ ବି ପାଇନଥିଲେ। ମଉସା କବାଟ ବନ୍ଦ ହିଁ କରୁଥିଲେ କି ସତେ ଯେମିତି କୌଣସି ଏକ ଅଦୃଶ୍ୟ ଜିନିଷ ତାଙ୍କୁ ଧକ୍କା ଦେଇ ଭିତରକୁ ଚାଲି ଯାଇଥିଲା। ଏହା ଦୟା ମଉସାଙ୍କୁ ବହୁତ ଭୟଭୀତ କରିଥିଲା ଏବଂ ସେ କବାଟ ବନ୍ଦ କରି ତୁରନ୍ତ ଘରକୁ ଚାଲି ଆସିଥିଲେ। ହଠାତ୍ ମଉସାଙ୍କର 2 ମାସର ନାତି ଚମକି ଉଠି ପଡ଼ିଲା ଏବଂ ରାହା ଧରି କାନ୍ଦିବା ଆରମ୍ଭ କରିଦେଲା। ଘରେ ସମସ୍ତେ ଯେତେ ଚେଷ୍ଟା କଲେ ମଧ୍ୟ ନାତିର କାନ୍ଦ ବନ୍ଦ କରିପାରୁନଥିଲେ। ସେମିତି କାନ୍ଦି କାନ୍ଦି ଦେହ ନୀଳ ପଡ଼ିବାକୁ ଲାଗିଲା ଏବଂ ପରେ ବେହୋସ ହୋଇଯାଇଥିଲା ଛୁଆଟି। କେହି କିଛି ବି ବୁଝିପାରୁନଥିଲେ କ'ଣ କରିବେ। ଏତେ ବର୍ଷା ରାତିରେ ନାତିକୁ କୁଆଡ଼େ ନେବେ। ଏଥିମଧ୍ୟରେ ଦୟା ମଉସାଙ୍କ ବଡ଼ ପୁଅ ଠାକୁର ଘରେ ଥୁଆ ହୋଇଥିବା ବିଭୂତିକୁ ଆଣି ଛୁଆ କପାଳରେ ଲଗାଇ ଦେଇଥିଲେ। ତାଙ୍କର ବିଶ୍ୱାସ ଥିଲା କି ବାବା ନିଶ୍ଚିତ ଛୁଆକୁ ଭଲ କରିଦେବେ। ହଠାତ୍ କିଛି ଆଶ୍ଚର୍ଯ୍ୟ ଜିନିଷ ଘଟିଥିଲା। ବିଭୂତି ଲଗାଇବା ମାତ୍ରେ ହିଁ ଛୁଆର କାନ୍ଦ ବନ୍ଦ ହୋଇଗଲା ଏବଂ ସେ ଶୋଇଯାଇଥିଲା। ଦୟା ମଉସା ଏବଂ ମାଉସୀ ଶାନ୍ତିରେ ନିଶ୍ୱାସ ନେଇଥିଲେ। ସେତେବେଳକୁ ବାହାରେ ବର୍ଷା ମଧ୍ୟ କମିଯାଇଥିଲା। ନିଦ ନ ହେବାରୁ ଦୟା ମଉସା ଯାଇ ନିଜ ଘର ପିଣ୍ଡାରେ ବସି ନିଜ ନାତି ବିଷୟରେ ଭାବିବାକୁ ଲାଗିଲେ। ଏହି ବୟସରେ ମା ଛେଉଣ୍ଡ ପିଲାର ବୋଝ ଉଠାଇବାକୁ ପଡ଼ୁଛି। ଦୟା ମଉସାଙ୍କର ମନେ ପଡ଼ିଯାଇଥିଲା ସେହି 2 ମାସ ତଳର ଘଟଣା। ସେଦିନ ବି ଆଜି ପରି ବର୍ଷା ଲାଗିଥିଲା। ମଉସାଙ୍କର ଝିଅ କନକ ବର୍ଷାରେ ମେଡିକାଲକୁ ନ ଯାଇପାରି ଘରେ ହିଁ ଛୁଆକୁ ଜନ୍ମ ଦେଇଥିଲା, କିନ୍ତୁ ଗର୍ଭ ଯନ୍ତ୍ରଣା ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ କନକର ପ୍ରାଣ ଚାଲି ଯାଇଥିଲା। ଦୟା ମଉସା ସକାଳୁ ଲୋକମାନଙ୍କ ଠାରୁ ସେ କାନ୍ଦିବା କଥା ଏବଂ ତାଙ୍କୁ ଅଦୃଶ୍ୟ ଜିନିଷ ଧକ୍କା ଦେଇ ଘରକୁ ଚାଲିଯିବା ଘଟଣାକୁ ଭାବି
ସ୍ପଷ୍ଟ ହୋଇଯାଇଥିଲେ କି ଏହା କେହି ନୁହେଁ ବରଂ କନକର ଆତ୍ମା ଥିଲା। ସେ ଜାଣିପାରିଥିଲେ କି ଗଲା ରାତିରେ ତାଙ୍କରି ଝିଅ କନକର ଆତ୍ମା ହିଁ ତାଙ୍କ ଘରକୁ ଆସିଥିଲା। ଦୟା ମଉସା ଆଗରୁ ବି ବହୁତ ଥର କନକ ରୁମ୍ରୁ ପାଉଁଜି ଶବ୍ଦ ଶୁଣିଥିଲେ, କିନ୍ତୁ ଭ୍ରମ ଭାବି ଅଣଦେଖା କରି ଆସୁଥିଲେ। ସେଠି ଉପସ୍ଥିତ ଥିବା ସବୁ ଲୋକ ଦୟା ମଉସାଙ୍କୁ କନକ ଆତ୍ମାର କିଛି ସ୍ଥାୟୀ ପ୍ରତିକାର କରିବାକୁ କହୁଥିଲେ, କାରଣ ଯେତେ ହେଲେ ଛୁଆ ଛାଡ଼ି ଯାଇଥିବା ମାର ଲୋଭ ଛାଡ଼ିବ କେଉଁଠୁ। ମାର ଆତ୍ମା ସବୁବେଳେ ପିଲା ପାଖରେ ରହିବା ଏବଂ ସାଙ୍ଗରେ ନେଇଯିବା ପାଇଁ ଚାହେଁ। ସେଦିନ ହିଁ ଦୟା ମଉସା ତାନ୍ତ୍ରିକ ଡାକି ଘର ଚାରିପଟକୁ କଣ୍ଟା ଦ୍ୱାରା ମନ୍ତ୍ରରେ ବନ୍ଦ କରିଥିଲେ ଏବଂ ନାତିକୁ ତାବିଜ ପିନ୍ଧା ଯାଇଥିଲା। ସେଦିନଠାରୁ ଦୟା ମଉସା ନିଜ ଘରେ ଆଉ ସେମିତି କିଛି ଅନୁଭବ କରୁନାହାନ୍ତି, କିନ୍ତୁ ବେଳେବେଳେ ଝଡ଼ି ବର୍ଷା ବେଳେ ଏବେ ବି କନକର କାନ୍ଦ ଶୁଣିବାକୁ ମିଳେ ବୋଲି ଲୋକମାନେ କହୁଛନ୍ତି। ତେବେ ଆଜି ପାଇଁ ଭିଡ଼ିଓଟି ଏତିକି ଥିଲା। ଲାଇକ୍ ସବସ୍କ୍ରାଇବ୍ କରିବାକୁ ଚାହୁଁଥିଲେ ବେଲ୍ ଆଇକନ୍ କ୍ଲିକ୍ କରିବାକୁ ଚାହୁଁଥିଲେ। ବାଏ, ଟେକ୍ କେୟାର।